ଆମେ ଆଜି ପହଞ୍ଚିଛୁ ଗଜପତି ଜିଲ୍ଲା ସଦର ମହକୁମା ଆରଣିରେ ରାଣୀ ପଦ୍ମାବତୀ ସାହିରେ। ଏହି ରାଣୀ ପଦ୍ମାବତୀ ସାହିରେ ଆମ ସାରସ୍ୱତ ସଂଘ ପକ୍ଷରୁ ଆଜି ଠାକୁରଙ୍କ 146ତମ ଜନ୍ମଦିବସ ପାଳନ ହୋଇଛି ଏବଂ ମହାସମରରେ ପାଳିତ ହେଉଛନ୍ତି। ଏଠାରେ ମା ଭାଇଭଉଣୀ ଉପସ୍ଥିତ ରହି ଏଠାରେ ଠାକୁରଙ୍କର ଆନନ୍ଦ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଛି। ଆମ ପାଖରେ ସାରସ୍ୱତ ସଂଘର ସଭାପତି ଅଛନ୍ତି, ତାଙ୍କୁ ପଚାରିବୁ ଯେ କ'ଣ କ'ଣ କାର୍ଯ୍ୟକ୍ରମ ରହିଛି ଆଜି ଠାକୁରଙ୍କର, ତାଙ୍କୁ ପଚାରିବୁ। ଆଜ୍ଞା, କ'ଣ କହିବେ ଆଜି ଠାକୁରଙ୍କର ଯେଉଁ 146ତମ ଜନ୍ମୋତ୍ସବ ପାଳନ ହୋଇଛି, ଆ ବିଷୟରେ ସକାଳୁ କ'ଣ କ'ଣ କାର୍ଯ୍ୟକ୍ରମ ଥିଲା, ଆପଣ କ'ଣ? ସକାଳୁ ଆମର ଠାକୁରଙ୍କର ନିତ୍ୟକର୍ମ ସମାପନାନ୍ତେ ଆଉ ଆମର ଆରତୀ ହେଇଥିଲା। ଆଉ ଆରତୀର ତାଳେ ତାଳେ ସଙ୍ଗୀତ ପରିବେଷଣ ହେଇଥିଲା ଏବଂ ତାପରେ ଆମର ପ୍ରାର୍ଥନା ସଭା ହେଇଥିଲା। ସେଥିରେ ସଂଘ ସେବକରୁ ପ୍ରାର୍ଥନାକାରୀଙ୍କ ପ୍ରତି ପାଠ କରା ହେଇଥିଲା ଏବଂ ତାପରେ ଠାକୁରଙ୍କୁ ବାଲ୍ୟ ଭୋଗ ପାଇଁ ନିମନ୍ତ୍ରଣ କରିବା ପରେ ପ୍ରଥମ ଅଧିବେଶନ ଶେଷ ହୋଇଥିଲା ଏବଂ ଦ୍ୱିତୀୟ ଅଧିବେଶନ 10:30 ବେଳକୁ ଆରମ୍ଭ ହୋଇଥିଲା। ସେଥିରେ ଆମର ନିଗମ ଉପଦେଶ ଏବଂ ଜୀବନୀ, ଠାକୁରଙ୍କର ଗୃହାସନର ପ୍ରାଧାନ୍ୟତା ସେ ବିଷୟରେ ଟିକିନିକି ଭାବରେ ଆଲୋଚନା କରାହେଇଥିଲା, ପଢ଼ା ହେଇଥିଲା। ମଧ୍ୟ ମଧ୍ୟ ସଙ୍ଗୀତ ମଧ୍ୟ ପରିବେଷଣ ହେଇଥିଲା। ତାପରେ ଭାଇ ଓ ମା ମାନେ ଭାବ ବିନିମୟ କରିଥିଲେ। ଶେଷରେ ଜୟଗୁରୁ କୀର୍ତ୍ତନ କରାଯାଇ 2ଟା ବେଳକୁ ଆମର ଦ୍ୱିତୀୟ ଅଧିବେଶନ ସମାପନ ହୋଇଥିଲା। ମଧ୍ୟାହ୍ନ ଭୋଗ ନିବେଦନ କଲା ପରେ ସମସ୍ତେ ପ୍ରସାଦ ପାଇ ପ୍ରସ୍ଥାନ କରିଥିଲେ। ପ୍ରଥମ ଅଧିବେଶନ ଓ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଛି। ଇତିମଧ୍ୟରେ ବିଭିନ୍ନ ଭାବ ବିନିମୟ ହୋଇଛି। ଠାକୁରଙ୍କର ସଙ୍ଗୀତ ଗାନ କରାଯାଇଛି ଏବଂ ଠାକୁରଙ୍କର ବାଣୀ ମଧ୍ୟ ଉପଦେଶ ଦିଆଯାଇଛି ଏବଂ ଏହିପରି ବିଭିନ୍ନ କାର୍ଯ୍ୟକ୍ରମ ଆଜି ଆନନ୍ଦ ଆଡ଼ମ୍ବରରେ ପାଳନ ହୋଇଛି। ଠାକୁରଙ୍କୁ କିପରି ଆମେ ପାଇପାରିବା, ଠାକୁରଙ୍କର କିପରି ଠାକୁର ଦୟାଳୁ ଅଟନ୍ତି ଏବଂ ଠାକୁରଙ୍କର ବାଣୀ ଉପରେ ସଭାପତି ଭାଇ ଉପଦେଶ ଦେଉଥିଲେ, ଗୃହାସନ କ'ଣ, ଏହିପରି ବିଭିନ୍ନ ଉପରେ ଠାକୁରଙ୍କର ବାଣୀ ସଭାପତି ଉଲ୍ଲେଖ କରିଥିଲେ ଏବଂ ଆଜି ସମସ୍ତ ମା ଭଉଣୀ ଉପସ୍ଥିତ ରହି ଠାକୁରଙ୍କର ଆଶୀର୍ବାଦ ଆଶିଷ ନେଇଛନ୍ତି ଏବଂ ଆନନ୍ଦ ଉପଭୋଗ କରିଛନ୍ତି। ଗଜପତି ବେରା ରିପୋର୍ଟର।